ଆମ ବ୍ୟାସନଗର ସହର ପାଇଁ ଏବଂ କୋରେଇ ନିର୍ବାଚନ ମଣ୍ଡଳୀ ପାଇଁ ଏକ ବହୁ ପ୍ରତୀକ୍ଷିତ ଦିନ, ଏକ ସ୍ମରଣୀୟ ଦିନ, ଏକ ଐତିହାସିକ ଦିନ। ଏଇଥିପାଇଁ ଅନେକ ଦିନର ଦାବି ଥିଲା ଯେ ଏଠି ଆମେ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଏବଂ ଏକ ନ୍ୟାସନାଲ ଷ୍ଟାଣ୍ଡାର୍ଡ ଷ୍ଟାଡିୟମ କରିବା ପାଇଁ। ଏବଂ ବ୍ୟାସନଗର ସହରରେ ଆଜି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ, ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମାନ୍ୟବର କ୍ରୀଡ଼ାମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ 35 କୋଟି ଟଙ୍କା ବ୍ୟୟବରାଦରେ ଏକ ନ୍ୟାସନାଲ ଷ୍ଟାଣ୍ଡାର୍ଡ ଷ୍ଟାଡିୟମ ହେବାକୁ ଯାଉଛି। ଏ ଷ୍ଟାଡିୟମରେ ଫିଫା ଷ୍ଟାଣ୍ଡାର୍ଡର ଫୁଟବଲ ଗ୍ରାଉଣ୍ଡ, ତା ସହିତ ସିନ୍ଥେଟିକ୍ ଆଥଲେଟିକ୍ ମାନଙ୍କୁ ଦୌଡ଼ିବା ପାଇଁ 8 ଲେନ୍ର ରନିଂ ଟ୍ରାକ୍, ଭଲିବଲ ଗ୍ରାଉଣ୍ଡ, ବାସ୍କେଟବଲ ଗ୍ରାଉଣ୍ଡ ଏବଂ ଲଙ୍ଗ ଟେନିସ୍ ଗ୍ରାଉଣ୍ଡ ଏବଂ ତା ସହିତ ଏକ ଅତ୍ୟାଧୁନିକ ସୁଇମିଂ ପୁଲ୍, ଯେଉଁଥିରେ କି 10 କୋଟି ଟଙ୍କା ଖର୍ଚ୍ଚ ହେବ ସେ ସୁଇମିଂ ପୁଲ୍ରେ, ଯେଉଁଥିରେ କି ନ୍ୟାସନାଲ ଷ୍ଟାଣ୍ଡାର୍ଡର ସନ୍ତରଣ ଯେଉଁମାନେ କରିବାକୁ ଚାହୁଁଛନ୍ତି ସେମାନେ ମଧ୍ୟ ପ୍ରାକ୍ଟିସ୍ କରିପାରିବେ। ଏବଂ ଇଣ୍ଡୋର ଷ୍ଟାଡିୟମର ଉନ୍ନତିକରଣ ପାଇଁ ମଧ୍ୟ ବ୍ୟୟବରାଦ ହେଇଛି। ପାଖାପାଖି 35 କୋଟି ଟଙ୍କା ଏଠାରେ ବ୍ୟୟବରାଦ କରାଯାଇଛି। ତା ସହିତ ଖୁବ୍ ଜଲ୍ଦି ଆଗାମୀ ଦିନରେ ପୁରୀଠାରେ ମଧ୍ୟ 17 କୋଟି ଟଙ୍କା ବ୍ୟୟବରାଦରେ ଏକ ଷ୍ଟାଡିୟମ ଶୁଭ ଭିତ୍ତିପ୍ରସ୍ତର ଆମେ ସ୍ଥାପନ କରୁଛୁ। ଏବଂ ଖୁବ୍ ଜଲ୍ଦି ବ୍ୟାସନଗର NC ହାଇସ୍କୁଲ ଗ୍ରାଉଣ୍ଡରେ ଏକ କ୍ରିକେଟ ଷ୍ଟାଡିୟମ, ଏକ ସ୍ୱୟଂ ସମ୍ପୂର୍ଣ୍ଣ ସୁନ୍ଦର ଷ୍ଟେଟ୍ ଲେବୁଲ, ନ୍ୟାସନାଲ ଲେବୁଲର କ୍ରିକେଟ ଷ୍ଟାଡିୟମ ଆମେ କରିବା। ରୂପରେଖ ରହିଛି 1.5 ବର୍ଷ 2 ବର୍ଷ ଭିତରେ ଏହା ସମ୍ପୂର୍ଣ୍ଣ ହେବ ଏବଂ ମୋର ବିଶ୍ୱାସ ଯେ ଆଜିଠାରୁ କାମ ଆରମ୍ଭ ହୋଇଛି, ଆଗାମୀ 2 ବର୍ଷ ମଧ୍ୟରେ ନିଶ୍ଚିତ ଭାବରେ ହେଲା। ନିଶ୍ଚିତ ଭାବରେ ବ୍ୟାସନଗରବାସୀଙ୍କ ପାଇଁ ଏବଂ କୋରେଇ ନିର୍ବାଚନ ମଣ୍ଡଳୀର ସମସ୍ତ ଅଧିବାସୀଙ୍କ ପାଇଁ ଗୋଟେ ଖୁସିର କଥା। ଦୀର୍ଘ ଦିନର ଆଶା ଆକାଂକ୍ଷା ପ୍ରତୀକ୍ଷା ଆଗ୍ରହ ଥିଲା ଯେ ଏ ସ୍ଥାନରେ ଗୋଟେ ଉଚ୍ଚ ଭିତ୍ତିଭୂମି ସମ୍ପନ୍ନ ଗୋଟେ ସ୍ପୋର୍ଟସ୍ କମ୍ପ୍ଲେକ୍ସ ନିର୍ମାଣ ହେବା ପାଇଁ ଆଜି ପାଖାପାଖି 35 କୋଟି ଟଙ୍କା ବ୍ୟୟରେ ଏଠାରେ ଗୋଟେ ଫିଫା ଷ୍ଟାଣ୍ଡାର୍ଡର ଏବଂ ଫିଫା ସାଇଜ୍ର ଫୁଟବଲ ଷ୍ଟାଡିୟମ, ତା ସହିତ ଆନୁଷଙ୍ଗିକ ବ୍ୟବସ୍ଥାରେ ଫ୍ୟାସିଲିଟି ସେଣ୍ଟର ଏବଂ ଲନ୍ ଟେନିସ୍ କୋର୍ଟ, ଭଲିବଲ, ଖୋଖୋ ଏଭଳି ଅନେକ ଆଉଟଡୋର ଗେମ୍ସ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ତା ସହିତ ସବୁଠୁ ବଡ଼ କଥା, ବ୍ୟାସନଗର ଭଳି ଗୋଟେ ଅର୍ବାନ୍ ଏରିଆରେ ଯେଉଁଥିରେ ଛୋଟ ଛୋଟ ପିଲାମାନଙ୍କର ତଥା ପ୍ରଫେସନାଲ ସୁଇମର୍ସ ମାନେ ଯେଉଁମାନେ ଅଛନ୍ତି ତାଙ୍କର ଗୋଟେ ଦୀର୍ଘ ଦିନର ଦାବି ରହିଥିଲା ଯେ ଏଠାରେ ଗୋଟେ ସୁଇମିଂ ପୁଲ୍ର ସ୍ଥାପନ କରିବା ପାଇଁ। ସେଥିରେ ମଧ୍ୟ ପାଖାପାଖି 11 କୋଟି ଟଙ୍କା ବ୍ୟୟରେ ସୁଇମିଂ ପୁଲ୍ ନିର୍ମାଣ ହେଉଛି। ତା ସହିତ এই ଅଞ୍ଚଳରେ କୋରେଇ ବ୍ଲକରେ ମଧ୍ୟ ଗ୍ରାମୀଣ ଅଞ୍ଚଳରେ ଗୋଟେ 16 କୋଟି 91 ଲକ୍ଷ ଟଙ୍କା ବ୍ୟୟରେ ପାଖାପାଖି 17 କୋଟି ଟଙ୍କା ବ୍ୟୟରେ ବ୍ଲକ ଲେଭେଲ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଏବଂ NC କଲେଜ ଗ୍ରାଉଣ୍ଡରେ ପାଖାପାଖି 10 କୋଟି ଟଙ୍କାର ଉର୍ଦ୍ଧ୍ୱ ବ୍ୟୟରେ ଗୋଟେ କ୍ରିକେଟ ଷ୍ଟାଡିୟମର ମଧ୍ୟ ନିର୍ମାଣ ହେଉଛି। ଭିତ୍ତିଭୂମି ଆମେ ପିଲାମାନଙ୍କ ପାଖରେ ପହଞ୍ଚାଇବା। ଆପଣମାନଙ୍କ ମାଧ୍ୟମରେ ମୁଁ ସମସ୍ତଙ୍କୁ ଅନୁରୋଧ କରିବାକୁ ଚାହୁଁଛି, ସମାଜର ପ୍ରତ୍ୟେକଟି ବ୍ୟକ୍ତି ଏ ଭିତ୍ତିଭୂମି ଗୁଡ଼ିକକୁ ଉପଯୋଗ କରନ୍ତୁ। ନିଜର ଆଗାମୀ ଭବିଷ୍ୟତ ଆମର ଯେ ଛାତ୍ରଛାତ୍ରୀମାନେ ରହିଲେ ସେମାନଙ୍କୁ ଏଠାରେ ପ୍ରଶିକ୍ଷଣ ଦେବାର ଯେ ବ୍ୟବସ୍ଥା ଅଛି ଏହାର ଉପଯୋଗ କରନ୍ତୁ।